କାଳ ବୈଶାଖୀ ତୁ ଏ କ'ଣ କଲୁ? ଗୋଟିଏ ସୁନାର ସଂସାରରେ ନିଆଁ ଲଗାଇଦେଲୁ। କାହିଁକି ନିଜ ମୁଣ୍ଡରେ ଏତେ ବଡ଼ କଳଙ୍କ ନିଜ ହାତରେ ବୋଳିଦେଲୁ? ବର୍ଷାରୁ ବଞ୍ଚିବା ପାଇଁ ଲୋକଟି ତାଳଗଛ ତଳେ ଆଶ୍ରୟ ନେଇଥିଲା। ହେଲେ ସେଇ ଆଶା ଆଉ ଆଶ୍ରାକୁ ତୁ ଭାଙ୍ଗିଦେଲୁ। ତାଳଗଛ ପଡ଼ି ତାର ଜୀବନ ଚାଲିଗଲା। ଏପଟେ ସ୍ୱାମୀର ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇଲା ଯୁବ ଚାଷୀର ପତ୍ନୀ, ଆଉ ପିଇଦେଲା ଘାସ ମରା ଔଷଧ। ଗୁରୁତର ଅବସ୍ଥାରେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ଏମିତି ବି ଆସେ। ଯାଜପୁରରେ କାଳବୈଶାଖୀ ବେଳେ ତାଳଗଛ ମୂଳେ ଠିଆ ହୋଇଥିବା ସମୟରେ ତାଳଗଛ ପଡ଼ି ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସେପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ବିଚଳିତ ହୋଇପଡ଼ିଲେ ସ୍ତ୍ରୀ। ଆଗପଛ ନ ବିଚାରି ପିଇଦେଲେ ଘାସମରା ଔଷଧ। ଏବେ ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡ଼ ବାଲିକୁଦା ଗ୍ରାମରେ ଘଟିଛି ଏହି ଅଘଟଣ। ମୃତକ ଜଣକ ହେଲେ ସେହି ଗାଁର ବଙ୍କିମ ବିହାରୀ ଜେନାଙ୍କ ପୁଅ ଅଜିତ କୁମାର ଜେନା। ତାଙ୍କ ସ୍ତ୍ରୀ ସୁମିତ୍ରା ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଯାଜପୁର ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।